ନାଇଁ ତମ ମା ବହୁତ ମତେ ଅନ୍ୟାୟରେ ଗାଳି ଗଲୋଜ କରୁଛନ୍ତି। ମୁଁ ସହ୍ୟ କରିପାରୁନି। ମୁଁ ଘରେ ରହିବି ନାହିଁ। ଝିଅମାନେ କୋଉମାନେ ବାହା ହେଇଛ ନୂଆ ନୂଆରେ ଗୋଟେ ବର୍ଷ ଭିତରେ କୋଉମାନେ ବାହା ହେଇଛ? ଗୋଟେ ବର୍ଷ ହେଲା 2 ବର୍ଷ ହେଲା କୋଉମାନେ ବାହା ହେଇଛ? 2 ବର୍ଷ ହେଲା 3 ବର୍ଷ ହେଲା କୋଉମାନେ ବାହା ହେଇଛ? 4 ବର୍ଷ ହେଲା କୋଉମାନେ ବାହା ହେଇଛ? କେହି ନାହିଁ ଭାଇ ମାନେ 4 ବର୍ଷ 5 ବର୍ଷ ହେଲା କିଏ ମାନେ ବାହା ହେଇଛ? 5 ବର୍ଷ ତା ଆଗରୁ ବାହା ହେଇଛ? ମାନେ ତୁମେ ଜନ୍ମ ହେବା ସାଙ୍ଗେ ସାଙ୍ଗେ ବାହା ହେଇଗଲ କି? 10 ବର୍ଷ ହେଲା କୋଉମାନେ ବାହା ହେଇଛ? 10 ବର୍ଷ ହେଲା କୋଉମାନେ ବାହା ହେଇଛ? ମୋ କଥା ବୁଝିପାରୁଛୁ ତ? ତୁମେ ବାହା ହେଇକରି 10 ବର୍ଷ ହେଇଛି କେବେ? ନାଇଁ କମ ହେଇଛି ହାତ ଉଠାଅ। 10 ବର୍ଷରୁ କମ ଯାହାର ହେଇଛି ହାତ ଉଠାଅ। ହାତ ଉଠାଅ। 10 ବର୍ଷରୁ କମ ଯାହାର ହେଇଛି। ବହୁତ ଲୋକ ଅଛନ୍ତି ଏପଟେ, ବହୁତ ଲୋକ ଅଛନ୍ତି ଜାଣିକି ବସିଛନ୍ତି ଏପଟେ 10 ବର୍ଷରୁ କମ ଲୋକମାନେ। ତେବେ ଏମାନଙ୍କର ବାହା କଣ ନା କହିଲା ଶାଶୁ କହିଲେ, ଶାଶୁ ପଚାରିଲା ମା କଣ ହେଲା? ସେ କହୁଛି ନାଇଁ ତୋ ବୋହୁ ମତେ ବହୁତ କଳି କାର୍ଯ୍ୟ କଲି ଆଜି, ସେଥିପାଇଁ ଘରେ ଶାନ୍ତି ନାହିଁ। ସେଥିପାଇଁ ମୁଁ ଆଉ ଏ ଘରେ ରହିପାରିବିନି। ବୋହୁ ରହିବାକୁ ଚାହୁଁନି ଘରେ, ମା ବି ଘରେ ରହିବାକୁ ଚାହୁଁଛି। ଏମିତି ଅବସ୍ଥା କେବେ ହେଇଛି ଆମ ଘରେ? ଆପଣ ମାନେ ଘରେ ଯଦି ହେଇଛି ମାନେ ଭଲ କରି ଶୁଣନ୍ତୁ ଭାଇ ମାନେ, ଯଦି ଆପଣଙ୍କ ଘରେ ବି ସେମିତି ଅବସ୍ଥା ହେଇଛି ଯେ ସେ ଝିଅ ବୋହୁ ଆପଣଙ୍କ ସ୍ତ୍ରୀ ଘରେ ରହିବାକୁ ଚାହୁଁନାହାନ୍ତି, ଶାଶୁ ଘରେ ରହିବାକୁ ଚାହୁଁନାହାନ୍ତି, ସେମାନଙ୍କର ଝଗଡା ସବୁଦିନ ହଉଛି, ସେଇଥିପାଇଁ ଘର ଛାଡିବାକୁ ଚାହୁଁଛନ୍ତି, ଆପଣ ମାନେ ଶୁଣନ୍ତୁ ଧ୍ୟାନରେ। ତାପରେ ନାଇଁ ନାଇଁ ସେମିତି ନାହିଁ, ମୁଁ ସମାଧାନ କରିଦେବି ସବୁ କଥା। ଝିଅ କହିଲା ତୁମେ ମତେ ଆଦୌ ମତେ ପ୍ରେମ କରିନ, ତୁମେ ମତେ ପଚାରିନ ଯେ ଆସିବା ଦିନ ଆସିବା ବେଳେ ଗୋଟେ 2 ସପ୍ତାହ ଭଲ ପ୍ରେମ କରିଥିଲେ, ଏବେ ଖାଲି ତୁମେ ମାଙ୍କ କଥା ଶୁଣୁଛ, ମତେ ବାଡଉଛ ପିଟୁଛ ଗାଳି କରୁଛ, ତ ମାଙ୍କ ସପକ୍ଷରେ କଥା କହୁଛ, ମୁଁ ଆଉ ଘରେ ରହିବି। ପୁଅ କହିଲା ନାଇଁ ନାଇଁ ମୁଁ ତୁମକୁ ବହୁତ ପ୍ରେମ କରୁଛି, ଆଜିଠାରୁ ସେ କାମ ହବନି। ସେ କହିଲା ତୁମେ ମତେ ପ୍ରେମ କରୁଛ? ମୁଁ ପ୍ରେମ କରୁଛି ତୁମକୁ। ତୁମ ସ୍ୱାମୀ କେବେ କହିଛନ୍ତି ତୁମକୁ ମୁଁ ପ୍ରେମ କରୁଛି ବୋଲି? କହିଛି? ଏମାନେ ଲଜ୍ଜା କରନ୍ତି ନା କହିବା ପାଇଁ? କଣ ଭାଇ ମାନେ ଲଜ୍ଜା କରୁଛ? ମୁଁ ତୁମକୁ ଭଲ ପାଏ ବୋଲି କେବେ କହିଛ ସ୍ତ୍ରୀକୁ? କହିଛ କେବେ? ନାଇଁ ନା? ଆରେ ବାବା କି କଥା! ଝିଅ ମାନେ ମା ମାନେ ସବୁ ଆମର ପ୍ରେମ କେବେ ଶୁଣି ନାହାନ୍ତି। ଆଜି ମିଟିଂ ସରିବା ପରେ କୋଉ କୋଉ ମାନେ ବିବାହିତ ହାତ ଉଠାନ୍ତୁ ତ? କୋଉମାନଙ୍କର ସ୍ତ୍ରୀ ଅଛନ୍ତି ହାତ ଉଠାନ୍ତୁ। ବହୁତ ଲୋକ ଅଛନ୍ତି। ଆପଣ ମାନେ ମିଟିଂ ସରିବା ପରେ ଆପଣଙ୍କ ସ୍ତ୍ରୀ ଏଠି ଅଛନ୍ତି? ଅଛନ୍ତି ନା? ଯୋଉମାନଙ୍କ ସ୍ତ୍ରୀ ଅଛନ୍ତି ଖାଇବା ଆଗରୁ, କୋଉ ଆଗରୁ? ଆଜି ଖାଇବା, ଏବେ ଖାଇବା ଆଗରୁ ଧୀରେ ଯିବେ କହିବେ ସମସ୍ତଙ୍କ ସମୟ ଯିଏ ବି ଥାଆନ୍ତୁ ପାଖରେ, ମୁଁ ତୁମକୁ ବହୁତ ପ୍ରେମ କରୁଛି କହିପାରିବେ? ଭଉଣୀ ମାନେ ଯାହାଙ୍କର ସ୍ୱାମୀ ନ କହିବେ ଆସିକରି ଆମକୁ ଏଠି କହିବ, ତାକୁ ଆମେ ଚର୍ଚ୍ଚରୁ ବାହାର କରିବୁ। କଣ କହୁଛନ୍ତି? ଆଜି ଭାଇ ମାନେ ପ୍ରତିଜ୍ଞା ଆମେ କହିବା ନା, ଆଜି ମୁଁ ବି ମୋ ସ୍ତ୍ରୀକୁ ଯାଇ କହିବି ଆଜି କହିବା ନା? ହଁ କଣ କହିବା? ମୁଁ ତୁମକୁ ବହୁତ ଭଲ ପାଇ ନାହିଁ, ଭଲ ପାଇବାଟା ସାନ କଥା, ପ୍ରେମ କରେ। ଭଉଣୀ ମାନେ ଦେଖନ୍ତୁ, ମୁଁ କହିଲା ବେଳେ ଭଉଣୀ ମାନେ କେତେ ଖୁସି ହଉଛନ୍ତି। ଆପଣ ଯଦି କହିଦେବେ ସତରେ, ସେମାନେ 4 ଦିନ ଖାଇବେନି ଭାତ। ମୁଁ ସତ କହୁଛି, 4 ଦିନ ଖାଇବେନି। ପୁରା ସ୍ୱାମୀ ମାନଙ୍କୁ ପୁରା ଉପରେ ଉପରେ ରଖିବେ, ଏମିତି ପୂଜା କରିବେ, ପାଦ ଚାପି ଦେବେ ଟିକେ, ନାଇଁ ଏସବୁ କାମ ହବ, ଭଲ ଖୁସିରେ ଦିନ ଚାଲିବ। ତେବେ ସେ କହିଲା ମୁଁ ତୁମ ପାଇଁ, ଏ ପୁଅ କହୁଛି ଯାହାର ଘରେ ଝଗଡା ଚାଲିଛି, ସେ କହିଲା ମୁଁ ତୋ ପାଇଁ ଯାହା ବି କରିବି, ଯାହା ବି କରିବି। ଝିଅ କହିଲା ମୁଁ ଯାହା କହିଛି ତୁମେ ତାହା କରିବ? ହଁ କରିବି। ମତେ କଥା ଦିଅ। କଥା ଦିଅ ମାନେ କଣ? କଥା ଦିଅ ମାନେ ମତେ ପ୍ରତିଜ୍ଞା କର। କଥା ଦିଅ ମତେ, ହାତରେ ହାତ ମିଶାଅ, ମୁଁ ଯାହା କହିବି ତାହା କରିବ। ତାପରେ ମୁଁ ଏମିତି ହାତ ଦେଲା, ହାତ ଦେବାରୁ ସେ ବି ହାତ ରଖିଲା ହାତ ଉପରେ, କହିଲା ମୁଁ ତୁମେ ଯାହା କହିବ ତାହା ମୁଁ କରିବି। ଭଉଣୀ ମାନେ କେବେ ଏମିତି ପ୍ରତିଜ୍ଞାରେ ନିଜ ନିଜ ସ୍ୱାମୀକୁ ଫସେଇ ଦେବନି। ବଡ 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 ଭୟଙ୍କର ପ୍ରତିଜ୍ଞା। ପୁଅ କହିଲା ତୁ ଯାହା କହିବୁ ମୁଁ ତାହା କରିବି। ଝିଅ କହିଲା ଆଜି ରାତିରେ ତୁମ ମା ରହିବ, ନହେଲେ ମୁଁ ରହିବି।
तुम माँ को रूम को जीव तुम ताको मारिब तापर ता कलेजा हाथ में आणिकी देले मु घरे रहिब भल लगुच कथा नाई ना आमे तो केबे करियोनी एमती कथा मोटा प्रतिज्ञा कर दे कौन करिब राति अधरे गोटे छुरी धरला माँ शोई माँ को छाती जाकर छुरी मारला छुरी मारिकी कलिजा धरिकी से तले ऊपर रोचंदे माँ तले अच्छे स्त्री एमती धरिकी स्टेप्स एमती एमती उल्ले करी एमती उल्ले करी आसला बेले हठात ता गोड़ खसीगला स्टेप्स अच्छे ना आसिया सीढ़ी अच्छी हठात गोड़ खसीगला से पड़गला बेले ये जो कलिजा धरछंती कलिजार माँ को स्वर शुभुଛି कहला बाबू रे तो पड़गल तो कौन माड़ बाजला कहार प्रेम बाबू रे ता कलिजा बाहरी पड़ी बाबू रे तू पड़गल ते कौन माड़ बाजला एमती प्रेम कले प्रभु श्रीकृष्ण ना से पुओ बगीचा मारला बेले गुड़ी रे मारले ना से हृदय कुंडिया भली प्रेम कले नहीं से एमती प्रेम कले से ईश्वर जगत को एडे प्रेम कले जोहन 300 कौन लिखा अछि ईश्वर जगत को एडे प्रेम कले जे से आपणार अद्वितीय पुत्र को दान कले प्रेम कौन करे दान करे प्रेम दान करे जीवन निएनी प्रेम दान करे भाई माने आपण मान जदि आपण स्त्री को प्रेम करछंती दान करो किछि गोटे दियंतु भौणी माने आपण जदि आपण सासु को प्रेम करछंती किछि गोटे दियंतु दान करंतु हरण करंतु नै हरण करबा मनुष्य रे गोटे स्वाभाविक गुण ही जायछि हरण करबा एक स्वाभाविक गुण है हरण करी करी आमे स्त्री को हरण एमती प्रेम आमे करि परिबा आम स्वामी को करि परिबा आम माँ को करि परिबा आम सासु को करि परिबा आम देवर को